Hello everyone, welcome to my YouTube channel. ଭାବୁ ତ ଥିଲି ଏ ନ୍ୟୁ ଇୟର ଟା ହାପି ହେବ ବଟ୍ ମତେ ଲାଗୁନି ଆଉ ହାପି ହେବାର ବାଲା ଅଛି କାହିଁକି ନା ମୁଁ ଦେଖିଦେଇଛି ଆମର ସରି ଗାଇଜ ମୋର ଥଣ୍ଡା ହେଇଯାଇଛି ଟିକେ ବେଶୀ ଭାଇ ସାବ ହଁ ତ ମୁଁ ଦେଖେଇଛି ନୋଟିଫିକେସନ OCS ର ହେଲା ଆଉ ଦେଖିଲା ପରେ ଆଉ ନ୍ୟୁ ଇୟର ଟା ହାପି ହେବ କହିକି ମତେ ଆଉ ଲାଗୁନି କାହିଁକି ନା ଏଠି ଯୋଉ ଭେକେନ୍ସି ବାହାରିଛି ଭେକେନ୍ସିରେ ଆମର ଗ୍ରୁପ ଏ ପୋଷ୍ଟ ଟା ଓନ୍ଲି ଏଥର PS ଟା ଅଛି ହେଲା ଆଉ OS ହେଲା କି ORS ହେଲା ଏଟା ଆଉ ନାହିଁ ଏ ଦୁଇଟା ନାହିଁ ଖାଲି OPS ଟା ବାହାରିଛି ଗ୍ରୁପ ଏ ପୋଷ୍ଟ ଆଉ ବାକି ଗୁଡା ଗ୍ରୁପ ବି ପୋଷ୍ଟ ଗୁଡା ଅଛି ସବୁ ଟେକ୍ସେସନ ଟୁରିଜିମ୍ କୋଅପରେଟିଭ ଏମିତି ଗୁଡା ତ କଥାଟା ହଉଛି ମୋର ଏଟା ଦୁଇଟା OCS ର ଇଣ୍ଟରଭ୍ୟୁ ଗଲାଣି ଏବେ ରିସେଣ୍ଟଲି ମୋର ଯୋଉ ଆସିଷ୍ଟାଣ୍ଟ ଇଣ୍ଡଷ୍ଟ୍ରି ଅଫିସର ତାର ବି ଇଣ୍ଟରଭ୍ୟୁ ଟା ଦେଇଥିଲି ତାର ବି ରେଜଲ୍ଟ ମୋର ହେଇନଥିଲା ତ ଭାବିଲି କି ଭାଇ ଏତେଟା ଖରାପ ଆଉ କେତେ କଣ ହବ ନୂଆ ନୋଟିଫିକେସନ ଆସିବ December 31 ରେ ତାହେଲେ ଦେଖିବା ସେଇଥିରେ ତ OCS ର ପୁଣି ଭେକେନ୍ସି ବାହାରିବ ତ ଯେହେତୁ ମୋର ଦୁଇଟା OCS ର ମୋର ହେଲାନି ଫାଇନାଲ ସିଲେକ୍ସନ କି AIO ରେ ବି ହେଲାନି ତ ଭାବିଲି ଭାଇ ମୋର ଯେହେତୁ ହଉନି ମୋର ବୋଧେ ମୋର ସେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସରେ ମୋର ସିଲେକ୍ସନ ହେବାର ବାଲା ଅଛି ତ ଏଥିପାଇଁ ହଉନି କହିକି ବଟ୍ ଦେଖିଲା ବେଳକୁ ନା OS ଅଛି ନା ORS ଅଛି ଯୋଉଟା କି ମାନେ ସିଭିଲ ସର୍ଭିସ ଲାଇନରେ ମୋଷ୍ଟଲି ଯୋଉ ମାନେ ଆମକୁ ମୋଟିଭେସନ ମିଳେ ପଢିବା ପାଇଁ କି ଭାଇ ଭଲ ମାନେ ଆଡମିନିଷ୍ଟ୍ରେଟିଭ ରେ ଆସିକି BDO ହେବି କି ଡେପୁଟି କଲେକ୍ଟର ହେବି କି ଫର୍ଦର ଯାହା ବି ପ୍ରମୋସନ ଅଛି କିମ୍ବା ଆମ ରେଭିନ୍ୟୁରେ ତହସିଲଦାର କି କଣ ସେଗୁଡା ଯୋଉ ହେବାର ଇଚ୍ଛାଟା ଗୋଟେ ଥାଏ ମାନେ ମେନଲି କଣ କି ଆକ୍ଚୁଆଲି ପୋଜିସନ ଟା ଆମର ଯୋଉ ଥାଏ ସେଗୁଡ଼ା ଏଥିପାଇଁ ବି ମାନେ ଭଲ ଲାଗେ କାହିଁକି ନା ସେଟା ମୋଷ୍ଟଲି ଆମର ସୋସିଆଲ ସର୍ଭିସ ଇନ ଦ ସେନ୍ସ ମାନେ ଆମକୁ ମାନେ ଗରିବରୁ ଗରିବ ଲୋକ କିମ୍ବା ଯୋଉ ମାନେ ଯୋଉ ନର୍ମାଲ ପବ୍ଲିକ ଥାନ୍ତି ତାଙ୍କୁ ଯୋଉ ସର୍ଭ କରିବା ଯୋଉ ଅପରଚୁନିଟି ମିଳେ ହେଲା ଅନଫର୍ଚୁନେଟ ମାନଙ୍କ ପାଇଁ ତ ସେଇ ଜିନିଷଟା ଯୋଉ ଆମକୁ ମୋଟିଭେସନ ଦେଇଥାଏ କି ଭାଇ ହଁ ଚାଲ ତାକୁ ହେଲ୍ପ କରିଲେ ସେ ତାର ମଙ୍ଗଳ ହେଇଗଲା ଭଲ ହେଇଗଲା ବଟ୍ ସେଇ ଜିନିଷଟା ଏବେ ମାନେ ଆମକୁ ଡାଇରେକ୍ଟଲି ମେ ବି ତ ଆମକୁ ମିଳିବନି ସେ ମାନେ ଚାନ୍ସ ଟା ମାନେ ଆମର ଏଇ ବେଚରେ ହେଲା କାହିଁକି ନା ଓଡିଶା ପୋଲିସ ସର୍ଭିସରେ ବି ଯୋଉ ଭେକେନ୍ସି ଅଛି ଭାଇ ମାନେ ମୁଣ୍ଡ ଖରାପ ହେଇଗଲା ଦେଖିକି ଆଉ ବାକି ଯାହା ଅଛି ତ କୁହ ନାହିଁ ହେଲା ତ ସେଇ ଭେକେନ୍ସି ଟିକେ ଦେଖିଦେବା ଜଷ୍ଟ ଟିକେ ରିସେଣ୍ଟରେ ନା ରିସେଣ୍ଟରେ ନାହିଁ ଆଇ ଥିଙ୍କ ନଥିବ ଗଲା କୁଆଡେ ଜଷ୍ଟ ମିନିଟ୍ ଇମେଜେସରେ ଥିବ ବାସ୍ ହଁ ବାସ୍ ତ ଏଇଟା ହଉଛି ଆମର ଏଇ ଏଇ ବର୍ଷର ଭେକେନ୍ସିଟା ହେଲା ଦେଖ ଭାଇମାନେ ଓଡିଶା ପୋଲିସ ସର୍ଭିସରେ ହେଲା ଟୋଟାଲ ଭେକେନ୍ସି ହଉଛି ଆମର 12 ହେଲା ତ ସେଇ ଭିତରୁ ଓମେନ ମାନଙ୍କର 4ଟା ଆଉ ୟୁଆର ରହିଲା ଟୋଟାଲ 6ଟା ତ ଓମେନ ମାନଙ୍କର 2ଟା ତ ସେଇଥିରୁ ମେନ୍ ରହିଲା 4ଟା ସେମିତି SCBC ର ତ ଟୋଟାଲ ଭେକେନ୍ସି 2ଟା ଓମେନ ମାନଙ୍କର 0 ମାନେ ମେନ୍ ର 2ଟା ଅଛି ତ SC ର ବି ଏମିତି ଟୋଟାଲ 2ଟା ସେଇ ଭିତରୁ ଗୋଟେ ଓମେନ ହେଲେ ଗୋଟେ ମେନ୍ ସେମ୍ ST ଗୋଟେ ମେନ୍ ଗୋଟେ ଓମେନ ବାସ୍ ଏଟା ଖାଲି ଗ୍ରୁପ ଏ ସର୍ଭିସରେ ଗୋଟେ ଖାଲି ବାକି ଗୁଡା ପୁଣି ଗ୍ରୁପ ବି ସର୍ଭିସ ଓଡିଶା ଟେକ୍ସେସନ ହେଲା ଓଡିଶା କୋଅପରେଟିଭ ଓଡିଶା ସ୍କିଲ ଡେଭଲପମେଣ୍ଟ ତାପରେ ହେଲା ଓଡିଶା ଲେବର ସର୍ଭିସ ଓଡିଶା ଏକ୍ସଚେଞ୍ଜ ସର୍ଭିସ ଓଡିଶା ଟୁରିଜିମ୍
ଭେକେନ୍ସି କିଛି ମାତ୍ରାରେ ଲାଷ୍ଟ ଇୟର ଅପେକ୍ଷା ଟିକେ ବଢିଛି ହେଲା, ବଟ୍ ମାନେ ଆମର ଯୋଉ ଇଚ୍ଛା ଥିଲା କି ସେଇଟା କହୁଛି ପରା ଓଏସ୍ କିମ୍ବା ଓଆରଏସ୍, ଓପିଏସ୍ ର ବି ଆଉ ଗୋଟେ ହଁ ଫାଇନାନ୍ସ ସର୍ଭିସ ସେଟା ବି ତାର ଇଏ ଇଏ ଭେକେନ୍ସି ଆସିନି ଫାଇନାନ୍ସ ସର୍ଭିସରେ ବି। ତ ଜିନିଷଟା କଣ କରିବା, ଖରାପ ତ ଲାଗୁଛି, ବହୁତ ବାଧୁଛି ବି। ବଟ୍ ଯାହାହେଲେ ଆମକୁ ଟ୍ରାଏ କରିବାକୁ ପଡିବ ହିଁ। ଟ୍ରାଏ କରିକି ଦେଖିବା କୋଉଟା ଗୋଟେ, ଏଠି ଯୋଉ ମୋର ତ ଏସଟି ଯେହେତୁ କାଟେଗୋରୀଟା ଗୋଟେ, ଏଠି ଯୋଉ ଗୋଟେ ମେନ୍ ଗୋଟେ ଅମନ ଅଛି, ସେ ଗୋଟେ ପୋଷ୍ଟ ହଉ ସେଟା ଓଡ଼ିଶା ପୋଲିସ ସର୍ଭିସ କିମ୍ବା ବାକି ଯାହା ବି ଟେକ୍ସେସନ କି ଯୋଉଥିରେ ଦେଖିବା ଟ୍ରାଏ କରିବା। ଆଉ କିଛି ଆଉ ଏବେ ସମୟ ବି ନାହିଁ ଆମ ପାଖରେ। ପ୍ରୋବ୍ଲେମଟା ହଉଛି ସେଇଟା, ସମୟ ଥିଲେ ଗୋଟେ ପ୍ରକାର ହୁଅନ୍ତା, ତ ସେଇଟା ହଉଛି କଥା। ତ ଷ୍ଟିଲ୍ ଦେଖିବା, ଟୋଟାଲ ତ ଆମର ଏଠି ଏସଟି ର ଗୋଟେ ଏଟା ଥିଲା, ଦେନ୍ ଟୋଟାଲ ଆମର ଏଟା 59 ର ଅଛି ଟେକ୍ସେସନ ଟା, 19 ଝିଅଙ୍କର, ତାହେଲେ ଆମର ଆସିଗଲା 40 ଟା ଭେକେନ୍ସି ଏଠି। ଦେନ୍ ପୁଣି କୋଅପରେଟିଭ ସର୍ଭିସରେ ସେମିତି ଗୋଟେ ଭେକେନ୍ସି, ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଏମ୍ପ୍ଲୟମେଣ୍ଟ ସର୍ଭିସରେ ସେଠି ପୁଣି ଏଠି ବି ସେଇ ଗୋଟେ ଭେକେନ୍ସି। ଦେନ୍ ଓଡ଼ିଶା ଲେବର ସର୍ଭିସରେ ଏଠି 20 ରୁ 7 ହେଲେ ଆମର ଆସିଗଲା 13 ଭେକେନ୍ସି ଆମର ପିଲାମାନଙ୍କର ଏସଟିର। ପୁଣି ଓଡ଼ିଶା ଏକ୍ସାଇଜର ପୁଣି ସେଇ ଗୋଟେ ଭେକେନ୍ସି, ଟୁରିଜିମରେ ଏଠି ଅଛି 5ଟା 2ଟାରେ 3ଟା ଭେକେନ୍ସି। ତ ମୋଷ୍ଟଲି ଆମର ସେ ଟେକ୍ସେସନର ଅଛି ଆଉ ଲେବର ସର୍ଭିସର ଅଛି, ବାକି ଗୁଡ଼ା ସେ ଗୋଟେ ଗୋଟେ କରିକି ଅଛି ଯାହା। ହଉ ଛାଡ଼, ଯାହାହେଲେ ବି ତ ଆମକୁ ଟ୍ରାଏ କରିବାକୁ ପଡ଼ିବ, ଆଉ ମାନେ କମ୍ପ୍ଲେନ୍ କରିକି ଫାଇଦା ନାହିଁ। ମେ ବି ତାଙ୍କର ଭେକେନ୍ସି ଫିଲଅପ୍ ହେଇଛି ନା କଣ, କିଏ ଜାଣିଛି, ହେଇଥିବ ହେଲା। ହୋପ୍ ଫର୍ ଦି ବେଷ୍ଟ। ଆଉ କେତେ ବି ବର୍ଷ ଯିବ। ହଉ ଆଉ ଦେଖିବା, ଆଉ ମାନେ ଏମିତି ସିଚୁଏସନ ଦେଖିକି ଆଉ ଏବେ ତ ମାନେ ଭଗବାନଙ୍କଠୁ ବି ବିଶ୍ୱାସ ହଟିଗଲାଣି। ବାସ୍ ଖାଲି ଏବେ ନିଜ ଉପରେ ହିଁ ସେଲ୍ଫ ବିଲିଭ ରଖିବାକୁ ପଡ଼ିବ। ଆଉ ମାନେ କଣ ଲକ୍ ର ବି ଆଉ ଆଶା କରିବା କିଛି ନାହିଁ। ନିଜର ଯେତେ ପରିଶ୍ରମ କରିବ ସେତିକିରେ ଫଳ ପାଇବା ପାଇଁ ଚେଷ୍ଟା କରିବା। ଆଉ କାହା ଉପରେ ଭରସା କଲେ ବି ଫାଇଦା ନାହିଁ, କିଛି ନାହିଁ। ତ ଭାବୁଛି ସେଲ୍ଫ ଇମ୍ପ୍ରୁଭମେଣ୍ଟ ପାଇଁ ଡେଲି କିଛି ନା କିଛି ଏମିତି ଅପଲୋଡ଼ କରିବାକୁ ମୁଁ ଟ୍ରାଏ କରିବି। ନିଜର ସେଲ୍ଫ ଇମ୍ପ୍ରୁଭମେଣ୍ଟ, ଏଟା ଅନ୍ୟମାନଙ୍କ ପାଇଁ ନାହିଁ ଅବଭିୟସଲି। ଆଉ ନ ଦେଖନ୍ତୁ, ନ ଦେଖିଲେ ଭଲ, କାହିଁକିନା କାଶି କାଶି ପୁଣି ଏଟା ମାନେ ଭିଡ଼ିଓଟା ବି ମାନେ ଖରାପ ହେଇଯାଇଥିବ। ତ ଟ୍ରାଏ କରିବା ସେଲ୍ଫ ଇମ୍ପ୍ରୁଭମେଣ୍ଟ କରିବା ପାଇଁ, ଯାହା ବି ହଉ ସ୍କିଲ୍ ଡେଭଲପମେଣ୍ଟ ହଉ କି କିଛି ବି, ଯାହା ବି ଥଟ୍ ଆସିବ ସେଗୁଡ଼ା ସବୁ ଅପଲୋଡ଼ କରିବା ରେକର୍ଡ଼ କରିକି। ତ ଆଜି ଆଇ ଥିଙ୍କ ଏତିକି ହିଁ। ଆଉ କଣ ଦେଖିବା, ସେଲେରୀ ସେଗୁଡ଼ା ଦେଖିବା, ଦେଖିଦେବା ଇମେଜେସ୍। ବାସ୍, ସେଲେରୀ ତ ଅବଶ୍ୟ ଭଲ ଅଛି, ସେଲେରୀ କିଛି ଟେନସନ୍ ନାହିଁ। ଏବେ 8 ପେ ପୁଣି ଲାଗୁ ହେଇଛି, ଆଜିଠୁ ଲାଗୁ ହେଲାଣି। ତ ଆମର ପୋଲିସ ସର୍ଭିସ ତ UTC ବେସିକ୍ ପେ ଅଛି, ବାକି ଗ୍ରୁପ ବି ର ଯାହା ଅଛି 44,900। ସେଲେରୀର କିଛି ଟେନସନ୍ ନେବାର ନାହିଁ, ସେଲେରୀ ତ ଭଲ ହିଁ ଆସିବ। ଆଉ ବାକି ରହିଲା ଆମର ଅନଲାଇନ୍ ଆପ୍ଲାଏଟା ଟିକେ ଦେଖିଦେବା। ହଁ, ଅନଲାଇନ୍ ଆପ୍ଲାଏ, ଆଚ୍ଛା ନାଇଁ, ଏଇଟା ଏକ୍ଜାମ ଡେଟ୍ଟା 7 ତାରିଖ ସଣ୍ଡେ ଅଛି। ଆଉ ଆଇ ଥିଙ୍କ ଆମର UPSC ର ବି ସେଇ ମେ ରେ ଅଛି ଆଇ ଥିଙ୍କ। ମେ କେବେ ଥିବ ଜଷ୍ଟ ଟିକେ ଦେଖିଦଉଛି ମୁଁ। ସଣ୍ଡେରେ ହିଁ ପଡ଼ିବ UPSC ର ବି କ୍ୟାଲେଣ୍ଡର 26। ଆଚ୍ଛା, ମେ 24 ରେ ଅଛି UPSC ର ଫିଲିମ୍ସ ଟା। ହଁ, ଆଉ ଗୋଟେ କଥା, ମାନେ ମୁଁ ଭାବିଥିଲି କି ଭାଇ ମାନେ ଲାଷ୍ଟ ଟାଇମ ବି UPSC ଦେଇଥିଲି, ମତେ ଲାଷ୍ଟ ଟାଇମ ସେ ଟାଇମ ମ୍ୟାନେଜମେଣ୍ଟ ହେଲାନି। ତ ଲାଷ୍ଟ ମାନେ 20ଟା କୋଶ୍ଚିନ୍ ପାଖାପାଖି ମୁଁ ସେଠି କେତେ 15ଟା କେତେ କରିଥିଲି ମୁଁ, ମାନେ ଇଏ କରିଥିଲି। ଲାଷ୍ଟ ଯୋଉ ମାନେ ଇଏ ମାର୍କ କରିବା, ସେ ମାର୍କ କରିବା ମୋର ଟାଇମ ହେଲାଣି। ଆଉ ସେଇ 15ରୁ ପାଖାପାଖି 9ଟା ମୋର ଠିକ ହିଁ ଥିଲା UPSC ରେ ସେଇଟା, ବଟ୍ ସେଠିରେ ବି ଟିକେ ବହୁତ ଡେପ୍ଥରେ ଆସୁଛି। ଆଉ ମୋର ପ୍ରୋବ୍ଲେମ ହଉଛି ସି ସେଟ୍ ମୋର କ୍ଲିୟର ହଉନି UPSC ରେ। ତ ମୁଁ ଭାବିଥିଲି କି UPSC ବିଲକୁଲ ପ୍ରିପେୟାର କରିବି ନାହିଁ ଏଥର। ବଟ୍ ଭେକେନ୍ସି ଦେଖିକି ପୁଣି ମୁଣ୍ଡ କାମ କରୁନି, ବଟ୍ ଷ୍ଟିଲ୍ ମାନେ ମୁଁ ଟ୍ରାଏ କରିବି UPSC ପାଇଁ। ଦେଖିବା ଯଦି ପକେଇଥବା ଏକ୍ଜାମ ଟା ଦେବା, ବଟ୍ ମାନେ ସେଇ ହିସାବରେ ମୁଁ ପ୍ରିପେୟାର କରିବିନି। କି ନାଇଁ ଥାଉ, ମୁଁ UPSC ହିଁ ଦେବିନି ଏଥର, ଛାଡ଼ ଯାହା ହବ ଦେଖାଯିବ। OPSC ହିଁ ଦେବା, OPSC ହିଁ ଦେବା।
ଅଫିସ ଚିନ୍ତା କରୁଛି ଯୋଉଥିରେ ବି ହେଇଯାଉ ଗୋଟେ ସେଟେଲ ହେଇଗଲେ ହେଲା। ଆଉ କଣ କହିବାକୁ, ହଁ ଆଉ ଗୋଟେ କଣ ଦେଖିବାର ଫର୍ମ ଫିଲଅପ ଟା ଅଛି। ହଁ ବାସ୍ ସେଇଟା ଭେକେନ୍ସି 314, ତ ଲାଷ୍ଟ ଟାଇମ ଅପେକ୍ଷା ଅବଭିୟସଲି ଅଧିକା ଅଛି ହେଲା। ବଟ୍ ଷ୍ଟିଲ୍ ମାନେ ଯୋଉ ଭେକେନ୍ସି ଦରକାର ଥିଲା ଯୋଉଟା ଓଡିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ ଆଣ୍ଡ ରେଭିନ୍ୟୁ ସର୍ଭିସ ଫାଇନାନ୍ସ ସର୍ଭିସ ସେଗୁଡା ନାହିଁ, ସେଥିପାଇଁ ଟିକେ ଦୁଃଖ। ତ ତାର ଆମର ଅନଲାଇନ ଲିଙ୍କ ଷ୍ଟାର୍ଟ ହେଇଯିବ ଫିଜିବଲ ଏଟା 21 ରୁ ଆମର 22 ପର୍ଯ୍ୟନ୍ତ, ଜାନୁଆରୀ 20 ରୁ ଫେବୃଆରୀ 20 ପର୍ଯ୍ୟନ୍ତ ଏଟା ହେବ। ଏଣ୍ଡ ମନେ ରଖିଥିବ କିଏ ବି ଯଦି ଲାଷ୍ଟ ବ୍ୟାକ୍ ବେଞ୍ଚର ଲାଷ୍ଟ ଆପ୍ଲାଏ କରୁଛ 5ଟା PM ଭିତରେ କରିବାର ଅଛି ହେଲା। ତ ବାସ୍ ଏଟା ରେଜିଷ୍ଟ୍ରେସନ ଡେଟ୍ ଟା ହେଲା। ଆଉ ଆଇ ଥିଙ୍କ 27ଟା ମାନେ ଫାଇନାଲ ସବମିଶନ ଡେଟ୍ ଟା 27 ତାରିଖ। ଏଟା ବି 5 PM ଅଛି, ତ ଏଟା ବି ଧ୍ୟାନ ଦେବ ଯିଏ ବି ଆପ୍ଲାଏ କରିବ ଯାହା ବି। ଆଉ ବାକି ଏଜ ଲିମିଟ ଟା ଦେଖିତ 1 ଜାନୁଆରୀ 2025 ରେ ସେମାନେ ହଁ ବାସ୍ 21 ବର୍ଷ ଉପରେ ହେବା କଥା, ହେଲେ କି ହେବ ନହେଲେ ହେବନି। ବାକି ଫିସ୍ ଟା 700 ଅଛି SC BC ଆଉ ER ପାଇଁ, ବାକି SC ST ପାଇଁ ତ ଯୋଉ ଇଏ ନାହିଁ ଫିସ୍ ଟା। ବାସ୍ ସେଟା ହିଁ କଥା। ମାନେ ଏଠି ବାକି 1/3 ଅଛି, ଆଉ ବାକି ଗୁଡା ପୁଣି ଅଦର ଭିଡିଓରେ ମୁଁ କହିଦେବି ନହେଲେ। ତ ବାସ୍ ଆଜି ଏତିକି କହୁଛି, ଦେଖିବା ସେଲ୍ଫ ଇମ୍ପ୍ରୁଭମେଣ୍ଟ ପାଇଁ ଟ୍ରାଏ କରିବା, ଯାହା ହବ ଦେଖିବା ଆଉ।